दशमोऽध्याय ऋषयो च सैनिक आदि मुनि जेते पूछन्ति सुतंक ग्रते भसुत कह कृष्ण वाणी संसार तरे जाहा शुणी पंडुराजर अंत काले दुष्टे जे राज्य नेले बळे गोविंद पादे आश्रय करी सेवा तताई जने मारी पांच भ्राताए एक मेळे प्रजांकु पाळी राज्य कले तेबे की कले पंडुसुत स्वभावे कृष्ण रसंगते हेमंत मुनि वाक्य शुणी सुत कहती साधुवाणी सुत वाच शुण सकल मुनिवर कृष्णर कथा सुधासार पांडव वंश रक्षा करी कुरुवंश कुलर हरि क्रोध नळे भस्म कले दावाग्नि जेने वनस्तरे बसाई निज राज्य देले श्रीहस्ते अभिषेक कले आनंद मने धर्म बळा प्रजा पालने मन देला भीष्मक तहु धर्म बाणी जेबा कहिले चक्र पाणी से वाक्य शोक मोह छाड़ी प्रजा पालने चित बड़ी सृष्टि रे जेते राजा गणे जेबा युधिष्ठिर चरणे समुद्र अंत जाए मही धर्म नंदन आज्ञा बही राजा बचने मेघमाल भूमि रे बरसंती जल कामधेनुर प्राय रही प्रजा कल्पित शस्य देई गोपाल गोष्ठ मध्ये रही बहुत क्षीर दंती गाई नदी बहंती पुरी जले समुद्र रहिले निश्चले पर्वत निज स्थाने स्थिरे आवृत लता वन घोरे सर्व औषध फल जेते फलंती प्रजार निमंते प्रजांक देहे नाही क्लेश न लागे तापत्रय लेश धर्म नंदन राज्य जेते प्रजाए बंचंती निश्चिंते भग्निंक प्रिय कार्ये हरि बंधुंक शोक शांति करी हस्तिनापुरे ऋषिकेश भावे रहिले केते मास जण जणकु करी कोळ सुहृद प्रेम वाक्य भोळ युधिष्ठिरादि बंधु गणे मेलाणी मागी तत क्षणे द्वारिका गमन मानसे रथे बसिले ऋषिकेशे कृष्ण विच्छेद मने भाळी क्रंदन कले बंधु मिली कृष्ण सुभद्रा कुंती सुते राजाए आसीतिले जेते गांधारी दूत राष्ट्र तुले कृष्णर चरणे मिलिले धौम्य सहित भीम गला उत्तरा नारी संगे थिला हरि को नमिले अंतरे प्रवेश हेले अंतपुरे कृष्ण विच्छेद मन छने गले जे जार भुवने कृष्णर भाव चिते बड़ी सुसंग के पारी बछाड़ी ଯାହାର ଯଶ ଗୁଣ କର୍ଣ୍ଣେ
ନିରତେ ଭାବୁଥାନ୍ତି ମନେ, ନ ଦେଖି ଯାର ପଦ୍ମ ମୁଖ, କାହୁଁ ଲଭିବେ ମନ ସୁଖ। ନିତ୍ୟ କରନ୍ତି ଦର୍ଶନ, ସ୍ନେହରେ କରି ଆଲିଙ୍ଗନ, କୃଷ୍ଣକୁ କହନ୍ତି ବଚନ, ପାଶୋରି ଶୟନ ଭୋଜନ। ଚକ୍ଷୁ ବୁଜିଲେ ଭାବ ଭରେ, ରୋମ ପୁଲକ ଅଭ୍ୟନ୍ତରେ, ଲୋଚନୁ ବହେ ଅଶ୍ରୁ ବାରି, ବିଚ୍ଛେଦେ ତନୁ ଲତା ଗାରି। ଚାହାନ୍ତି ଅଟାଳି ଆରୋହୀ, ଦ୍ୱାରିକା ଗଲେ ଭାବଗ୍ରାହୀ। ଆମ୍ଭର ସୁଖ ଲେଶ ନାହିଁ, କହନ୍ତି ଏକୁଆରେ ଚାହିଁ। ମୃଦଙ୍ଗ ସଙ୍ଗତରେ ବୀଣା, ଘଣ୍ଟା ଦୁନ୍ଦୁଭି ନିର୍ଘୋଷଣା। ଶୁକୁରୁ ରାଜ୍ୟ ଯେତେ ନାରୀ, କୃଷ୍ଣ ବିୟୋଗେ ତନୁ ଘାରି। ଥିଲେ ଯେ ଅଟାଳି ଆରୋହୀ, ପୁଷ୍ପ ତୋଳନ୍ତି କୃଷ୍ଣ ଚାହିଁ। କୃଷ୍ଣର ପାଟ ଛତ୍ର ଶ୍ୱେତ, ରତ୍ନ କାଞ୍ଚନେ ସୁଗଠିତ। ଆନନ୍ଦେ ଘେନି ମନ ତୋଷେ, ଅର୍ଜୁନ ଗୋବିନ୍ଦର ପାଶେ। ବାମ ଦକ୍ଷିଣ ପାଶେ ଟେକି, ହରେ ସେ ଉଦ୍ଧବ ସାତକୀ। ଚାମର ବେନି ହସ୍ତେ ବିଞ୍ଚି, କିଏ କର୍ପୂର ଧୂଳି ଛିଞ୍ଚି। ଦେବେ କୁସୁମ ବରଷନ୍ତି, ମାର୍ଗେ ଶୋଭିତ ଯଦୁପତି। ବ୍ରାହ୍ମଣ ମିଳି କୃଷ୍ଣ ଆଗେ, ସୁସ୍ୱରେ ସାମ ଗାନ ରାଗେ। ଆଶ୍ରି ବଚନେ ବେଦବାଣୀ, ବିଜୟା ଦେଖି ଚକ୍ରପାଣି। ନିର୍ଗୁଣ ଗୁଣ ଯାର ଦେହି, ବ୍ରହ୍ମ ସ୍ୱରୂପା କ୍ଷୀର ହୋଇ। ବିଦ୍ୟା ସମ୍ପଦ ଅନ୍ୟାୟନେ, ଆଶିଷ ଦେଲେ ତୋଷ ମନେ। କୌରବପୁର ନାରୀଙ୍କର, ସକଳ ସମ୍ପଦ ସୁନ୍ଦର। ଯେ ହରି ପୁରୁଷ ପୁରାଣ, ଆତ୍ମାକୁ ଆପଣା ନିର୍ମାଣ। ହରି ସକଳ ଦେହେ ବସେ, ଅଶେଷ ଦେହେ ଏକ ଶେଷେ। ଗୁଣ ଅଗ୍ରତେ ଜଗତ, ମାୟାରେ କରେ ଆତଯାତ। ଆତ୍ମାରେ ଆତ୍ମା ରୂପେ ବହେ, ସକଳ ଶକ୍ତି ଘେନି ଦେହେ। ଦିବସ ଅନ୍ତେ ପ୍ରାଣୀ ଦେହେ, ନିଦ୍ରା ଯେ ସେନେ ସର୍ବ ମୋହେ। ପୁଣି ଉଠନ୍ତି ରାତ୍ରି ଅନ୍ତେ, ବିଷୟ ଧାନ ଅବିରତେ। ଯାହାର ନିର୍ଜବର୍ଯ୍ୟ ବଳେ, ପ୍ରକୃତି ସର୍ଜଇ ଶୟଳେ। ଜୀବର ସଙ୍ଗେ ସାଙ୍ଗ କରି, ହରେ ନାନା ରୂପ ଧରି। ହେମନ୍ତେ ସରଜି ଜଗତ, ସର୍ବ କରଇ ଆତଯାତ। ଯାହାର ପାଦେ ଆଶ୍ରେ କରି, ସଂଯତେନ୍ଦ୍ରିୟ ବ୍ରହ୍ମଚାରୀ। ନିର୍ମଳ ଆତ୍ମାରେ ନିଶ୍ଚଳେ, ଦେଖନ୍ତି ଭକ୍ତି ଯୋଗ ବଳେ। ତାହାଙ୍କ ଅନ୍ତେ ପ୍ରକାଶଇ, ସକଳ କଳ୍ମଷ ନାଶଇ। ଯାହାର ନାମେ ମୁନି ଗଣେ, ଆଗମ ନିଗମ ପ୍ରମାଣେ। ଏକ ଆରକେ କଥା କହି, ବଞ୍ଚନ୍ତି ଯାର ପାଦ ଧାଇ। ସେ ଏକ ଅଂଶେ ଲୀଳା କରି, ପ୍ରକୃତି ସଙ୍ଗତେ ବିହରି। ସୃଷ୍ଟି କରିଣ ସତ୍ୟ ପାଳେ, ଈଶ୍ୱର ଅଂଶରେ ସଂଘରେ।
ସେ ଦୋଷ ନ ଲାଗେ ତାହାର ନଳିନୀ ଦେଲେ ଯେନେ ନୀର ଦୃଷ୍ଟି କ୍ଷେତ୍ରିଏ ଯେତେବେଳେ ଅଧର୍ମେ ବଞ୍ଚନ୍ତି ସୟଳେ ସେ ହରି ସତ୍ୟ ଗୁଣ ଧରି ତାଙ୍କୁ ନାଶଇ ଅବତରି ଯଶ ବିସ୍ତାରି ଦୟା ସଙ୍ଗେ ସୁଖେ ବିହରି ଯୁଗେ ଯୁଗେ ବିଷ୍ଣୁର ଅଂଶେ ଅବତାର ଯାଦବ କୁଳରେ ଥର ରଜନୀ ଅନ୍ତେ ନର ଲୋକେ ନାମ ଧରନ୍ତି ଅତି ସୁଖେ ଯାର ନିବାସ ମଧୁବନ ଶୋଭାବେ ସେ ପୁରୁଷୋତ୍ତମ ଏ ଯେ ଦ୍ୱାରକା ଧର୍ମପୁରୀ ବିସ୍ତାର ପୁଣ୍ୟ ଯଶ କରି ଯହିଁ ସକଳ ପ୍ରଜା ଜନ କୃଷ୍ଣର ହର୍ଷିତ ବଦନ ନିଗମ ବାକ୍ୟେ ଯାହା ଘୋଷି ଦେଖନ୍ତି ନିଜ ଦ୍ୱାରେ ବସି ସ୍ୱାତକ ମତେ ବିପ୍ରଜନ ଯାର ଚରଣେ ଅନୁକ୍ଷଣ ଯମ ନିୟମ ବ୍ରତ ସ୍ଥାନେ ଯଜ୍ଞ ତପସ୍ୟା ମହାଦାନେ ସଂକଳ୍ପ କରି ନିଜ ହସ୍ତେ ଅର୍ପଣ କରିଥାଇ ନିତେ ତାର ଅଧରୁ ସୁଧାରସ ଗୋପୀଏ ପାନେ ସହରସ ନିତ୍ୟ ଦେଖନ୍ତି ଚକ୍ଷୁ ଦ୍ୱାରେ ଗୋପାଳେ ଭଜନ୍ତି ହୃଦରେ ଧର୍ମ ନନ୍ଦନ ଯଜ୍ଞ କାଳେ ସଭାର ମଧ୍ୟେ ନୃପ୍ରମେଳେ କୃଷ୍ଣ ବିଷये ଯେତେ ବାଦୀ କ୍ଷତ୍ରିୟ ଶିଶୁପାଳ ଆଦି ତାହାଙ୍କୁ କର୍ମେ ନାଶ କରି ଦ୍ୱାରିକାପୁରୁ କନ୍ୟା ହରି ଅଶେଷ ବନ୍ଧୁ ଯାର ସଙ୍ଗେ ଖଟନ୍ତି ନିଜ ଭାବ ରଙ୍ଗେ ଯାର କଟାକ୍ଷେ ବଶ ହୋଇ ନିଶ୍ଚଳ ଚିତେ ରୂପ ଧାଇ ନିରତେ କୃଷ୍ଣର ସଙ୍ଗରେ ପ୍ରେମ ସେବନ୍ତି ତାପୟରେ କୁରୁ ରାଜ୍ୟରେ ବଧୂ ଜନେ ହେମନ୍ତ ଭାବୁ ଭାବୁ ମନେ ରଥେ ବସିଲେ ଚକ୍ର ପାଣି କୁରୁ ଜାଙ୍ଗଳ ଦେଶ ଜିଣି ପାଞ୍ଚଳ ସ୍ୱର ସ୍ୱନ ପଥ ବ୍ରହ୍ମାବର୍ତ ଯେ କୁରୁକ୍ଷେତ୍ର ମତ୍ସ୍ୟ ଯମୁନା ସାରସ୍ୱତ ମରୁଧନରେ ଉପଗତ ତହିଁ ଉତାରୁ ସୌବୀର ଅଭାରୀ ଦେଶ ମଧ୍ୟେ ସାର ବିଖ୍ୟାତ ଦ୍ୱାରକା ନଗର ଯହିଁ ବିଜୟ ବଂଶୀଧର ସେ ଦେଶେ ଯେତେ ପ୍ରଜା ଜନ ସଭାରେ କୃଷ୍ଣ ଦର୍ଶନ ଅନେକ ଉପହାର ହସ୍ତେ ଘେନି ମିଳିଲେ ଦିନ ଅନ୍ତେ ସେ ହରି ଚରଣ ପଙ୍କଜେ ପାମର ଜଗନ୍ନାଥ ଭଜେ ପାମର ଜଗନ୍ନାଥ ଭଜେ ସେ ହରି ଚରଣ ପଙ୍କଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈଶାଖ୍ୟାଂ ପ୍ରଥମ ସ୍କନ୍ଧେ ଶ୍ରୀକୃଷ୍ଣ ଦ୍ୱାରକା ଗମନଂ ନାମ ଦଶମ ଅଧ୍ୟାୟ ସମାପ୍ତ।